ସ୍ୱର୍ଗତ ରାମଚନ୍ଦ୍ର ମହାପାତ୍ରଙ୍କ ସ୍ମୃତିରେ ପୂଜାର୍ଚ୍ଚନା ଓ ପ୍ରସାଦ ବଣ୍ଟନ। ପାରଳାଖେମୁଣ୍ଡି ସହରର ଜଣାଶୁଣା ବ୍ୟକ୍ତିବିଶେଷ ସ୍ୱର୍ଗତ ରାମଚନ୍ଦ୍ର ମହାପାତ୍ରଙ୍କ ସ୍ମୃତିରେ ରାଜଗୁର ସାହି ଛକରେ ଥିବା ରଘୁନାଥ ମନ୍ଦିରରେ ପୂଜାର୍ଚ୍ଚନା ସହ ପ୍ରସାଦ ବଣ୍ଟନ କରାଯାଇଥିଲା। ସ୍ୱର୍ଗତ ରାମଚନ୍ଦ୍ର ମହାପାତ୍ର ଜଣେ ସାଂସ୍କୃତିକ ସାମାଜିକ କାର୍ଯ୍ୟକ୍ରମରେ ଗତ 50 ବର୍ଷ ଧରି ଜଡ଼ିତ ଥିଲେ। ଉଚ୍ଚ ଶିକ୍ଷିତ ହୋଇ ସେ କୌଣସି ସରକାରୀ କିମ୍ବା ବେସରକାରୀ ଚାକିରି ପ୍ରତି ଆକୃଷ୍ଟ ନ ହୋଇ ପାରଳାଖେମୁଣ୍ଡିବାସୀଙ୍କ ମଧ୍ୟରେ ରହି ସମାଜସେବା ଓ ଅଞ୍ଚଳର ବିକାଶରେ ମନୋନିବେଶ କରିଚାଲିଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ଏପରି କାର୍ଯ୍ୟ ତୁଲାଇ ଆସୁଥିଲେ। ସେ ସହରର ବିଭିନ୍ନ ସଂଗଠନରେ ରହି ସକ୍ରିୟ କାର୍ଯ୍ୟ କରି ଆସୁଥିଲେ। ତେବେ ଗତ 13 ଜୁନ୍ 2025 ତାରିଖରେ 75 ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଅଞ୍ଚଳରେ ଜଣେ ଖ୍ୟାତିନାମା ସମାଜସେବୀ ଭାବେ ପରିଚିତ ଥିଲେ। ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ଅଞ୍ଚଳର ଯୁବଗୋଷ୍ଠୀମାନେ ରଘୁନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ କୁମାର ପ୍ରଧାନ, ରମେଶ ଚନ୍ଦ୍ର ମହାରଣା, ବିଭୂତି ଭୂଷଣ ହୋତା ପ୍ରମୁଖ ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ, ଲକ୍ଷ୍ୟ ମିଡ଼ିଆ।